ଆରେ ନୂଆ ବର୍ଷ ଆସିଲାଣି ଫିଷ୍ଟ ଫିଷ୍ଟ କରିବା ନା ନାଇଁ? ହଁ ଫିଷ୍ଟ କରିବା ଯେ ହେଲେ ନୂଆ ବର୍ଷ ଦିନ ତ ଗୁରୁବାର ପଡୁଛି ଆଉ ଆଇଁଷ ପାଣି ଟିକେ କରିବା ନା ନାଇଁ? ଠିକ ଅଛି ବୁଧବାର ଦିନ ଫିଷ୍ଟ କରିଦବା। ହଁ ହଁ ବୁଧବାର ଦିନ କରିବା ଆଉ। ହଉ ଯଦି ବୁଧବାର ଫିଷ୍ଟଟା ହଉଛି ତାହେଲେ କଣ କଣ ଆଇଟମ ହବ କୁହ? ଆଇଁଷ ହବ ମାନେ ଚିକେନ ଟା ତ ଆଗ ହବ ନା ନାଇଁ? ମୁଁ ସେଇ ଚିକେନ ପାଟି ନୁହଁ ମୁଁ ମଟନ ପାଟି। ଆଉ ତମେ ଯଦି ଚିକେନ ମଟନ ଖାଇବ ମୁଁ ସେ ସବୁ ଖାଉନି, ମୋ ପାଇଁ ମାଛ ଫ୍ରାଏ ଟିକେ ହବ। ଆଉ ତମେ ଚିକେନ ମଟନ ଖାଇଲେ କଣ ହବ? ମୁଁ ବା ଭେଜ, ମୋ ପାଇଁ ପନିର କୁତୁ କୁତୁ ଟିକେ ହଉ। ତାହେଲେ ଏତେ ଯଦି ଆଇଟମ ସବୁ ହବ କୋଉ ରାଇତାଟା ଟିକେ ହଉ। ତମ ମା ରଇତାଟା ଆରେ କିଏ କହୁଛି ମୁଁ ଚିକେନ ଖାଇବି, କିଏ କହୁଛି ମୁଁ ମଟନ ଖାଇବି, କିଏ କହୁଛି ପନିର କୁତୁ କୁତୁ ଖାଇବି, କିଏ କହୁଛି ଓଉ ରାଇତା ଖାଇବି, କିଏ କହୁଛି ମାଛ ଫ୍ରାଏ ଖାଇବେ। ଏତେ ଯଦି ଖାଇବାକୁ ଇଚ୍ଛା ଦେଖି କାହା ପାଖରେ କେତେ ପଇସା ଅଛି କାଢିଲା। ଶୁଣ ହଁ ପଇସା କଥା ମେନ୍ କଥା ଉଠିଲା। ମୋ ବୋଉ କହିଛି କି ଖାଇବି ପିଇବି ତା ସହିତ ଟିଫିନ ରେ ବି ପ୍ୟାକ୍ କରିକିନା ନେବି। ଆଉ ସେ ମତେ 100 ଟଙ୍କା ଦବ କହିଛି ଏଥିପାଇଁ, ନହେଲେ ମୋ ବୋଉ କହୁଛି ମତେ ଦବନି। ଆମେ ତ ଏଠି ସବୁ ଭକୁଆ ଆଉ, ତୁ ଏକା ନେଇକି ଯିବୁ ଆମେ ଆଉ ବସିବୁ। ଭୋଜିଟା ଷ୍ଟାର୍ଟ ହେଇନି ସେ ପିଲା କହିଲାଣି ମୋ ବୋଉ ପାଇଁ ମୁଁ ଟିଫିନ ନେଇକି ଯିବି। ସେଥିପାଇଁ ମୁଁ କହୁଛି ଛୋଟ ଲୋକଙ୍କ ସହିତ ଭୋଜି କରିବିନି। ଆରେ ଏ ଛୋଟ ଲୋକ ଗଳ୍ପରେ ଓହୋ ଯା ହେଲା ହେଲା କହିଦେଲା କାଇଁ ତମେ କହୁଛ ଭୋଜି ତ ଗୋଟେ କରିବା। ଛୋଟ ଲୋକ ମତେ କହିବୁନି। ମୋ ବୋଉ କହିଥିଲା ବୋଲି ମୁଁ ଖାଲି ଆଇଲି। ଭୋଜି ତ କରି କହିଦେଲା, ଛୋଟ ଛୋଟ କହିଦେଲା। ହଉ କଥା ଆଗକୁ ବଢ। ଝଗଡ଼ାଣ୍ଟି କଣ ଲାଗୁଛ? ଆଉ ଯଦି ମଟନ ଭୋଜି ଏକା କରିବା ତାହେଲେ କିଏ କେତେ ପଇସା ଲାଗୁଛ କାଢିଲ ଦେଖି। ହଉ ନିଅ ଏଇଠି ମୋର 100 ଟଙ୍କା। ଅନ୍ୟ ମୋର 100 ଟଙ୍କା। ଏଇ ଦିଅ ମୋର 200 ଟଙ୍କା। ମୋର 10 ଟଙ୍କା। ଆରେ ପୁଅ ତୁ କଣ ଖାଇବୁ କହିଥିଲୁ? ମଟନ। ଆରେ ମଟନ ଖାଇବୁ 10 ଟଙ୍କା ଧରିକି ଆସିଛୁ। ତ 14 ପୁରୁଷ କିଏ ଖାଇଥିଲା? ଆହା ଏଥିରେ ପୁଅ କହୁଛି ମୁଁ ମଟନ ଖାଇବି। ପଳା ଏ ପୁଅ, ନୟାପଲ୍ଲୀ ଛକ ପଳା, ସେଠି 5 ଟଙ୍କିଆ ଆହାର କେନ୍ଦ୍ରରେ ଖାଇବୁ। ମୋ ପାଖରେ ଯେତିକି ଥିଲା ନା। ହଉ ଆମେ ତତେ ନିଏ 10 ଟଙ୍କା ଦଉଛୁ, ତୁ ଏଇ ନୟାପଲ୍ଲୀ ଟିକେ ପଳେଇବୁ, ତୁ ଗୋଟେ ଖାଇବୁ ମିଲ୍, ତୋ ବୋଉ ପାଇଁ ଗୋଟେ ମିଲ୍ ଟେ ଧରିକି ଆସିବୁ ହେଲା। ନା ମଟନ ଖାଇବ ପୁଅ ରଖିଥା ରଖ। ଆରେ ତମେ ସବୁ 100 ଟଙ୍କା ଲେଖେ ଦେଇକି ଚିକେନ ମଟନ ଖାଇବା, ମୁଁ ଭେଜ ଖାଇବି ଯେ ମୁଁ 200 ଟଙ୍କା ଦେବି। ଦେଲ ମୋର 100 ଟଙ୍କା ଫେରେଇଲ ମତେ 100 ଟଙ୍କା। ନେଇଯାଉ। ଆରେ ହେଇ ପକେଇଲା ତ ତମେ 100 ଟଙ୍କା ବାହାରିକି ଖାଇବ। ଏଇ 300 ଟଙ୍କା ହେଲା, 300 ଟଙ୍କାରେ ତମେ ସବୁ କହୁଛ ଚିକେନ ମଟନ ମାଛ ଖାଇବ, 300 ଟଙ୍କାରେ ଭାତ ଡାଲମା ଖଟା ଟିକେ ହବନି, ଏମାନେ କହୁଛ ଚିକେନ ମଟନ ଖାଇବେ। ହଉ ମୁଁ ଆଉ 5-6 ଟଙ୍କା ଦେଇଦଉଛି ଆଉ। ହଉ ଦିଅ ଆଉ। ହଉ ତାହେଲେ ଏଥର ଫାଇନାଲ ହେଲା, ଭାତ ହବ, ଚିକେନ ହବ, ସାଲାଡ ହବ, ପାମ୍ପଡ ହବ, ସବୁ ରାଜି ତ? ହଁ ହଉ ଚାଲ ଚାଲ ଭୋଜି କରିବା, ଚାଲ ଚାଲ।